ରହୁଛି ବିଶେଷ କରି ଆମ ଓଡ଼ିଶାରେ ବଡ଼ ବଡ଼ ଗଣମାଧ୍ୟମ ମଧ୍ୟ ଏ ବାବଦରେ ମୁଣ୍ଡ ପୁରେଇଲେ। ଯେତେବେଳେ ବଡ଼ ବଡ଼ ଗଣମାଧ୍ୟମ ମୁଣ୍ଡ ପୁରେଇଲେ ଆମେ ସାଧାରଣ ଜଣେ ଛୋଟିଆ ଗଣମାଧ୍ୟମ ଆଉ ଇନଫ୍ଲୁଏନ୍ସର ହୋଇକି ଆମେ ଭାବିଲୁ ଟିକେ ଗୋଟେ ଛୋଟିଆ ଭିଡ଼ିଓଟେ କରିଦେବା ଯେ ନିଶା ମହାରଣାଙ୍କର ଯେଉଁ ନାଟକ ଚର୍ଚ୍ଚିତ ନାଟକ ନିଶା ନିଶା ରାତି ଯେ ଆପଣମାନେ ଦେଖିଛନ୍ତି ଯେ ଅତୀତରେ ଯେଉଁମାନେ ଆମେ ଯାହାଙ୍କୁ କହୁଥିଲେ ଏମାନେ ସବୁ ନାଚନ୍ତି ଯାତ୍ରା ଆରମ୍ଭରୁ ସବୁ ମାନେ ଅଶ୍ଳୀଳ ନୃତ୍ୟ କରନ୍ତି ସମସ୍ତେ ଗୋଟେ ଗୋଟେ ଯାତ୍ରା ପାର୍ଟିରେ ହିରୋଇନ୍ ହେଇଗଲେ। ସମସ୍ତେ ଯେତେବେଳେ ଯାତ୍ରା ପାର୍ଟିରେ ହିରୋଇନ୍ ହେଲେ ଯେ ଯେତେବେଳେ ଶ୍ରୀମୟୀ ମିଶ୍ର ରାଜନୀତିରୁ ଧୋକା ଖାଇଲା ପରେ ଗୋଟେ ଫିଲ୍ମ କରୁଛନ୍ତି ପଶାପାଲି ଆଉ ମଧ୍ୟ ଅନେକ ନାଟକ ମଧ୍ୟ ହେଉଛି ଯେଉଁଗୁଡ଼ାକ ଯାହା ସାଙ୍ଗରେ ଘଟଣା ଘଟିଛି ସେଇଭଳି ମାନେ କ'ଣ ଏଟା କ'ଣ କହନ୍ତି ଛାଡ଼ ସେ ଉକ୍ତିଟା ଆମେ କହିବା ଉଚିତ ହେବନି। ଯାହା ବି ହେଉ ଯେ ନିଶା ନିଶା ରାତି ଗୋଟେ ନିଶା ମହାରଣାଙ୍କର ଜୀବନୀ ଉପରେ ନାଟକ। ଆପଣମାନେ ଚିନ୍ତା କରନ୍ତୁ ନିଶା ମହାରଣାଙ୍କ ଜୀବନୀ ଉପରେ ଗୋଟେ ନାଟକ ହେଉଛି ଆଉ ବହୁ ସୋସିଆଲ ମିଡ଼ିଆ ଗଣମାଧ୍ୟମରେ ଛୋଟ ଏ ଯେଉଁମାନେ ଆମର ଡିଜିଟାଲ ଗଣମାଧ୍ୟମରେ ବହୁତ ଜୋର ଭାଇରାଲ ହେଉଛି ଆଉ ବିଶେଷ କରି ମାନେ ମେନଷ୍ଟ୍ରିମ୍ ମିଡ଼ିଆ ମଧ୍ୟ ବଡ଼ ବଡ଼ ଗଣମାଧ୍ୟମ ଓଡ଼ିଶାର ମେନଷ୍ଟ୍ରିମ୍ ମିଡ଼ିଆ ଯାଉ କହୁଛନ୍ତି ସିଏ ମଧ୍ୟ ନିଶା ମହାରଣା ପଛରେ ଗୋଡ଼େଇକି ନ୍ୟୁଜ୍ କରୁଛନ୍ତି ମାନେ ଯାଇକି ତାଙ୍କ ଗ୍ରୀନ୍ ରୁମ୍ରୁ ନ୍ୟୁଜ୍ କରିକି ଆଣୁଛନ୍ତି ଯେ ଏଠି ନାଟକ ହେଉଛି ନିଶା ନିଶା ରାତି। ତାଙ୍କୁ ପଚାରିଲା ବେଳକୁ ଭିଲିଆନ୍ କିଏ ଯେଉଁ ତୁମକୁ ଯେଉଁ ଖଣ୍ଡଗିରିରେ ଠେଙ୍ଗା ବାହିନୀ ତିଆରି ହେଇଥିଲା ସେଇଠି ବୋଧେ ସିଏ ବୋଧେ ଭିଲିଆନ୍ ଅଛନ୍ତି ବାବୁ ସିଂ। ସେ କହୁଛନ୍ତି ଭାଇ ମୋତେ ସେ କଥା ପଚାର ନା ମୁଁ ଯାଉଛି ଏହା କହିକି ନିଶା ମହାରଣା ପଳଉଛନ୍ତି କିଛି କହୁନାହାନ୍ତି। କିନ୍ତୁ ନିଶା ରାତି ଯେଉଁ ନାଟକ ଦେଖିଲେ ଭିଲିଆନ୍ କିଏ ଧରା ପଡ଼ିବ କିନ୍ତୁ ସେଇ ଗଣମାଧ୍ୟମ ଗୋଟେ ଯାଇକି ବାବୁ ସିଂଙ୍କୁ ଆମର ବିଧାୟକଙ୍କୁ ପଚାରୁଛନ୍ତି କ'ଣ ତମ ଉପରେ ଗୋଟେ ନାଟକ ହେଲାଣି ତମେ ଠେଙ୍ଗା ବାହିନୀ କଲ ତମେ ଏମିତି କଲ ତମେ କହିଲା ହଉ ଏ କଥା କ'ଣ ଅଛି ମାନେ ଭାରତର ଯେଉଁମାନେ ଆତଙ୍କବାଦୀ ସେଇମାନେ ହେଉଛନ୍ତି ପାକିସ୍ତାନ ହେଉଛନ୍ତି କ'ଣ ଦେଶଭକ୍ତ ପାକିସ୍ତାନର ସେଇଭଳି ତାଙ୍କ ଉପରେ କ'ଣ କାହାଣୀ ହେଉନି ସେଇଭଳି ବାବୁ ସିଂ ଯେତେବେଳେ ଗୋଟେ ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବା ପାଇଁ ପ୍ରୟାସ କରିଥିଲେ ତା ପଛର କାହାଣୀ ତ ଆମେ ଜାଣିନୁ ଆମେ ଓଭରାଲି ଯାହା ଆଗେ ଆଗେ ଦେଖିଛୁ ଏଇଆ ହେଇଛି ସିଚୁଏସନ୍। ତା ଭିତରେ ଯଦି ବାବୁ ସିଂ ସେ ଭିଲିଆନ୍ କରିଦେଇଥିବେ ଅସୁବିଧା କ'ଣ ହେଲା ବାବୁ ସିଂ ତ ନିଜେ କହୁଛନ୍ତି ଯଦି ମୋ ପାଇଁ କିଏ ଦୁଇ ପଇସା ରୋଜଗାର କରି ତା ପରିବାର ପୋଷି ପାରିବ ମୋର କିଛି ଆପତ୍ତି ନାହିଁ। ତେଣୁ ତାଙ୍କର ଯଦି ଆପତ୍ତି ନାହିଁ ତାହେଲେ ଆମର ବି ଆପତ୍ତି ନାହିଁ କାହାର ବି ଆପତ୍ତି ନାହିଁ। ଯିଏ ଆପତ୍ତି କରିବ ସେ ତାର ତାଙ୍କର କଥା ବୁଝିବ ଯାହା ବି ହଉ। କିନ୍ତୁ ଏଠି ଗୋଟେ କଥା କହିବାକୁ ଟିକେ ଆପଣଙ୍କୁ ଟିକେ ମୁଁ ଚାହୁଁଛି ଆପଣ ଟିକେ ଧ୍ୟାନ ଦେବେ ଆଉ ଆକୁ ଟିକେ ଆତ୍ମସମୀକ୍ଷା କରିବେ। ଗୋଟେ ନେତା ତା ସରକାର ସମୟରେ ବା ସିଏ 100 କୋଟି ଟଙ୍କା 200 କୋଟି ଟଙ୍କା ରୋଜଗାର କଲା ମାନେ ଆତ୍ମସାତ କଲା ବିଭିନ୍ନ ଟଙ୍କା ହଡପ କଲା ମାନେ ବିଭିନ୍ନ ଯୋଜନା ହଉ କାମ କରିକି ଲୁଟ୍ କଲା 200-500 କୋଟି 1000 ଟଙ୍କା ଲୁଟ୍ କରିଦେଲା ପରେ ତାକୁ ଲୋକ ଚୋର କହିଲା ପରେ ତାକୁ ଦଳରୁ ବାହାର କରିଦିଆହେଲା। ଦଳରୁ ବାହାର କରିଦେଲା ପରେ ସିଏ ସେଠୁ କ'ଣ କଲା ବା ଦଳରୁ ବାହାର କରିଦିଆ ହଉ କିମ୍ବା ତାଙ୍କ ଦଳଟି ହାରିଗଲା ତାଙ୍କ ଦଳଟି ଯେତେବେଳେ ହାରିଗଲା ସିଏ ମଧ୍ୟ ଭୋଟ ପାଇଲା ନାହିଁ। ତାପରେ ତାଙ୍କୁ ଲୋକ ଚୋର ଚଣ୍ଡାଳ କହିଲେ ବିରୋଧୀ ଦଳ କହିଲେ ତାକୁ ଆରେଷ୍ଟ କର ଆରେଷ୍ଟ ବି ହେଲାନି। କିନ୍ତୁ ତାପରେ ସେ କ'ଣ କଲା ସେତେବେଳେ ବହୁ ବନ୍ୟା ଆସିଲା ବାତ୍ୟା ଆସିଲା ସେ କ'ଣ କଲା ସେଇ ସମୟରେ କିଛି ଟଙ୍କା ମାନେ 50,000 ଲକ୍ଷେ ଟଙ୍କାର ଚୁଡ଼ା ଚିନି ଏସବୁ ଧରି ମହମବତୀ ଗୁଡ଼ ଏସବୁ ଧରିକି ଗଲା ବାଣ୍ଟିଲା 100 ଲୋକଙ୍କୁ 100-500 ଲୋକଙ୍କୁ ବାଣ୍ଟିଲା। ତାପରେ ଗଣମାଧ୍ୟମରେ ପ୍ରକାଶିତ ହେଲା ଗୋଟେ ବିରାଟ ନେତା ବିରାଟ ସମାଜସେବୀ ବିରାଟ ହୃଦୟର ମଣିଷ ତା ଅତୀତରେ ଯେଉଁ 1000 କୋଟି ଟଙ୍କା ଲୁଟିଥିଲା ସେ ବାବଦରେ କେହି ଆଉ ଚର୍ଚ୍ଚା କଲେ ନାହିଁ। ସାଙ୍ଗେ ସାଙ୍ଗେ ବିରାଟ ବଡ଼ ସମାଜସେବୀ ବିରାଟ ବଡ଼ ନେତା ବହୁତ ଲୋକ ମାନେ କ'ଣ ଲୋକଙ୍କର ନେତା ସବୁ ଆଖ୍ୟା ମିଳିଗଲା ତାଙ୍କୁ। ସେଇଭଳି ଯେଉଁମାନେ ଦିନେ ଅଶ୍ଳୀଳ ନୃତ୍ୟ ପରିବେଷଣ କରି ଅଶ୍ଳୀଳ ଭାଷା ସେ ଭାଷାକୁ ଆପଣ ଶୁଣିପାରିବେନି ସେ ଭାଷାକୁ କହି ଓଡ଼ିଶାରେ ଚର୍ଚ୍ଚା ସାଉଁଟିଲେ 2 ପଇସା ସେମାନେ ପ୍ରଚୁର ପଇସା ରୋଜଗାର କଲେ ଯୁବକମାନେ ଭ୍ରମିତ ହେଲେ। ତାପରେ ସେମାନେ କ'ଣ କଲେ ନା ଇଏ ହେଉଛି କ'ଣ ଏ ଯେଉଁ
आज राताराति स्टार लोक मैंने देखुं गणमाध्यम जो बड़ बड़ गणमाध्यम न्यूज आम जीवन सारा समाज सेवा करके कम करके आमर गोटे बड़ गणमाध्यम संवादटे है कि जहाँ से भाया कम कले कहीं मंदिर तोड़े ना रास्तार झाड़ा पिले भी ना सर्वोपरि जहाँ सी आज जोटे बड़ नाटक कर शुभेच्छा नाटक हो कला बंची रो कला भितर अश्लील नृत्य बंद हो आ भितर जो क्या इंगित क्या नीचा देखी नाटक परिवेशन न हो मनोरंजन धर्मी हो समस्त को नहीं नाटक हो समस्ते देखला भाया नाटक हो परिवार बसिक नाटक भाया से जो मैडम को बहुत बहुत शुभेच्छा आमे खाली एति कथा कहवा जे जो कंट्रोवर्सी है निशा निशा राति नाटक ता भितर भिलेन किए हम किए हेतु बोली आपण भाबुचंती टिके उत्तर रखिबे। नमस्कार बंदे उत्तर।